যাখি মনরু মান বাড়ি দে রে বাড়ি যাখি মনরু মান বাড়ি দে। কোন ঢিଅ ମାରୁଛୁ ଏମିତି କଣ କରୁଛୁ? ସାରେ ଗୋଟେ ସାଇଡ ନାଚ କହିଲା ଦାସ ନାଶରେ ମାନସ ବଳିଛି ଯେ ନାରିସ ଦାସ ନାଶରେ ମାନସ ଇଏ ବଳିଛି ଯେ ନାରିସ ବଳିଛି ଯେ ଇଏ କରଜ ନାରାଚ ମାରି କରଜ ନାରାଚ ମାରି ଚିରି ଦେ ରେ ବାରି ଗିରେ ଯାଖି ମନରୁ ମାନ ବାରି ଦେ ରେ ବାରି আরে মু কাম লালসা চরিতার্থ করিবা পাই তুমକୁ আহ্বান করুনি ହେଲେ ସାବେ ମୋ ବଂଶ ବୁଡି ଯିବ। ମୋ ଦେହ ଭଲ ନାହିଁ ଆସ ମୋର ବ୍ଲଡ ପ୍ରେସର କଣ ବ୍ଲଡ ପ୍ରେସର ତୁ କହିଲୁନି ପରଶୁ ଭାଇନା ଅଳ୍ପ ପାଇଁ ଔଷଧ ଆଣିଥାନ୍ତେ ବ୍ଲଡ ପ୍ରେସର ନୁହଁ ସେଟା ବ୍ଲଡ ପ୍ରେସର ସେ ପ୍ରେସର ମୋର ହେଇଛି କଲା ପିରତିରେ ପଶା ଖେଳିବା ଚାଲିଗଲା ଯୋଗ୍ୟ ପୁଅ ମୋର ପ୍ରଥମେ ତାଙ୍କ ସାଙ୍ଗରେ ଯୋଡି ତାପରେ ଯୋଡି ହେଲା ନାଇଁ ନୃସିଂହତା ନା ତୁ ବାପା ଆଉ ଟିକେ ଡେରି କରିଦେଲେ ନା ଦାଦା ହଉ ହଉ ପ୍ରଭୁ ତୁମେ ମହା ଚାଲାଖିଆ ଆଉ କହିଲା ଆସ 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 ପ୍ରିୟତମା ତୀର ତୀରେ ପଶା ଖେଳିବା ଆସ ଆସ ପ୍ରିୟତମା ଆସ ଆସ ପ୍ରିୟତମା ଶ୍ୱାସ ପ୍ରିୟତମା ଆଉ ତୁମର ନବ ବଳା ତୁମର ନବ ବଳା ଆଉ ଏ କୋମଳାଙ୍ଗୀ ଶ୍ରୀ ସାଙ୍ଗେ କୋମଳାଙ୍ଗୀ ବାବୁରେ କୋମଳାଙ୍ଗୀ ଶ୍ରୀ ସାଙ୍ଗେ ପ୍ରୀତି ଖେଳରେ ହାରିବ ଯିଏ ଜିତିବ ଯିଏ ପଶା ଖେଳରେ ହାର ଜିତି ଅଛି ଏ ସୁନ୍ଦରୀ ଯଦି ତୁମେ ହାରିଯାଅ କି ମୁଁ ହାରିଯାଏ କଣ ହବ ତୁମେ ହାରିଲେ ଇଏ ଜିତିଲେ ବସିବ କୋଳେ ହାରିଲେ ବସିବ ଜିତିଲେ ବସିବ ମୁଁ ସବୁ ଜାଣିଛି କିନ୍ତୁ ଆପଣ ମାନଙ୍କର ପଣ୍ଡିତ ମାନଙ୍କ ପାଖରେ ସେ ଟିକେ ବାଗ ହବନି ନହେଲେ ସବୁ ଆକ୍ସନ ମୁଁ ଜାଣିଛି ଲାଷ୍ଟରେ ଟିକେ ଦେଖେଇ ଦଉନା ସିଆଡକୁ ନ ଚାହିଁ ଆଡକୁ ଦେଖେଇ ଦିଅ ପଣ୍ଡିତମାନଙ୍କୁ ନ ଚାହିଁ ପିଲାମାନଙ୍କୁ ଚାହିଁ ଦେଖେଇ ତୋ ମୁଣ୍ଡ ଖରାପ କି ବରଂ ଆଡକୁ ଚାହିଁବି ସାଡକୁ ଚାହିଁ ହେଇପାରିବ ନା କେମିତି କଣ ହୁଏ ଟିକେ ଦେଖେଇଦେଲ ଜିତିଲେ କହିଲା ଜିତିଲେ ବସିବୁ କୋଳେ ଜିତିଲେ ବସିବୁ କଣ ପଞ୍ଚମ କହିଲା ଜିତିଲେ ବସିବୁ କୋଳେ
ତିନି ଚାରି ଥର ବୋଲିଦେଲେ ଯେମିତି ହବା କଥା ସେମିତି ବି ହେଇଯିବ। ତୁମେ ଜାଣିଛ ମୁଁ ତୁମେ କହିବ କହିବ ପ୍ରଭାତ ସାହୁ କାଁ ତୁମେ କାଁ ସ୍ୱାଭାବିକ କହିବ ସେଥିରୁ କଣ ବୁଝ ଆମେ ଜାଣିଛେ କଣ କଣ କହିବ ଆଉ ଗୋଟିଏ ଗାଇବି କ୍ଲାସିକାଲ ଜାଣ ଗାଇବାଟା କେତେ କଷ୍ଟ। ଏଠି ସଙ୍ଗୀତ ମାନେ ଅଛନ୍ତି ଗୋରା ଗୋରା ଏମାନେ ଜାଣନ୍ତି ପୁଅ ତୁମେ ଯଦି ଠିକ ଧରୁଥାନ୍ତ ଅନ୍ତନାଳୀ ଶୁଖି ଯାଆନ୍ତା। ତୁମ ଗାୟକ ତ ଏଠିକି ଟିକେ ପାଟି ପରିଶ୍ରମ ନ ହେବାରୁ ସୁସ୍ଥ ଅଛ। କହିଲା ଇଏ ସରବିନ୍ଦୁ ବଦନା ଅରବିନ୍ଦ ନୟନା ইয়ে সরবিন্দু বদনে অরবিন্দ নয়না মোর কোলকু আসলো কোন হেলা গোবিন্দ কি ওরে বান্তি করছিস বান্তি করুছি ভা মহত্ব বুঝিপারুনি রেণু ভাই মোর কোলকু আসলো সরবিন্দু বদনা অরবিন্দ নয়না সর অরবিন্দ নয়না মোর কোলকু আসলো প্রিয় সহি রে এ প্রিয় সহি ଆଉ ଅରଜି କେତେ ପୁଣ୍ୟ ପାଇଛି ତୋତେ ବର ବର ନା ପର କରୋନା ମତେ ଅରଜି କେତେ ପୁଣ୍ୟ ପାଇଛି ତୋତେ ବର ବର ନା ପର କରୋନା ମତେ এইটিকে যদি তুমি ধরিদেব ମୁଁ ଗର୍ବରେ କହୁନି ଜାଣି ୟା ପାଇଁ ଆଉ ଗୋଟେ ମାଷ୍ଟର ରହିକିରି ମାଡ଼ ଖାଇଛି କହିଲା ଅରଜି କେତେ ପୁଣ୍ୟ ପାଇଛି ତୋତେ ବର ବର ନା ପର କରୋନା ମତେ ଇଏ ଭୁଲାଇ ନାସା ଭୁଲାଇ ଭୁଲାଇ ନାସା ଭୁଲାଇ ମୋର ଅଙ୍କରେ ବସରେ ମୋର କୋଳକୁ ଇଏ ପ୍ରିୟ ସହି ଇଏ ପ୍ରିୟ ସହି ସରବେନ୍ଦୁ ବଦନା ଅରବିନ୍ଦ ନୟନା ମୋର କୋଳ ତୁମ ବିନା ମୁଁ ବଞ୍ଚି ପାରିବିନି। ମୋ ମନ କହୁଛି ନବମ ଗର୍ଭଜାତ ସନ୍ତାନକୁ କେହି କୋଳରୁ ନେଇପାରିବେନି। ଇଏ ଯେହେତୁ 52 ବର୍ଷର ମଣିଷ କ୍ଷମା କରିବେ ମୁଁ ଗୋଟେ ପୁରୁଣା ଢାଞ୍ଚାରେ ଆପଣଙ୍କୁ ଆଉ ପଦେ ଶୁଣେଇବି।
ତାପରେ ଆଗକୁ ଆଗେ କାରଣ ମୁଁ ଗୋଟେ ଜାଗାରେ ବିଷୟ ଏଠୁ ଛାଡି ଦେଇଥିଲି ଜେନା ବାବୁ ଭଲ ଗାୟକ ସେଇଠୁ ବହି ଧରିଲେ କିନ୍ତୁ ଏଇଠୁ କଷ୍ଟ ଟିକେ ଗାଇବାର ଅଛି ତ ସେ ମହାଚାଲାକ ମତେ ଆଜି କହୁଥିଲେ ଶେଷ ଦିନ କାହିଁକି ଏତେ ବାଣୀ ପିତି ହବ ଆପଣ କହିବେ ସେ ଯୋଉଠୁ ଛାଡିଲେ ସେଇଠୁ ଧରନ୍ତୁ ଇଏ କେମିତି ବାଳକୃଷ୍ଣ ଦାସଙ୍କର ଷ୍ଟାଇଲ ରହୁଛି ଦେଖ ପାଲାବାଲାଙ୍କ ଷ୍ଟାଇଲ ନେବିନି କବି ସୂର୍ଯ୍ୟ ବଳଦେବ ରଥ କଲା ମର୍ମ ଯାଉଛି ଇଏ ପ୍ରିୟ ସହି सेमती प्लेस दरकार नुआ उचे मुंड एबे गना मंच पाखरे सोना दास एठे देसी कुकुड़ा होकी हो बही गोटे छांद जाइनी एठी ब्राह्मण ब्राह्मणिकर मौसा मिलन हो गला गर्भ धारण कले अखंड ब्रह्म ब्राह्मणिक गर्भ नौटा आठुटा पिला मरी जाइछन धीरे मा नवम गर्भजात संतान बंचिब बोली भगवान को ऊपर अनेक आशा ब्राह्मणर गोटे मूल्यवान कथा
ସବୁ ଜ୍ଞାନୀ ମାନେ ପିଲାମାନେ ସବୁ ଶୁଣିଥାଉ ଆଜ୍ଞା ଏଟା ବାସ୍ତବ କଥା। ଆମେ ମାନେ ଜଣକୁ ବାପା ଡାକିଛେ ଆମକୁ ଜଣେ ବାପା ଡାକିବେ ଆଉ ଯେତେବେଳେ ଆର୍ଯ୍ୟା ନାରୀ ନାରାୟଣୀ ମା ମାନେ ଗର୍ଭଧାରଣ କରନ୍ତି 5ଟା କଥା ସ୍ୱାମୀ ହିସାବରେ ସ୍ତ୍ରୀ କି ଯୋଗେଇବ ସ୍ୱାମୀ ବିଦେଶରେ ଶାଶୁ ଯୋଗେଇବ ତା ବୋହୂକୁ 5ଟି କଥା ସେ ପାଞ୍ଚଟି କଥା କଣ କଣ ଅନ୍ତଃସତ୍ତ୍ୱା କୁଳବଧୂକୁ କୋଉ 5ଟି କଥା ଯୋଗେଇଲେ ଯୋଗ୍ୟ ପୁଅ ଜନ୍ମ ହବ ଜ୍ଞାନୀ ବ୍ରାହ୍ମଣ ବ୍ରାହ୍ମଣୀ କି ଯୋଗଉଛି ଏଗୁଡ଼ା କହିଲେ ପଳେଇବା ଆଉ କପିଳ ରାମାୟଣ କର୍ଦ୍ଦମ ଋଷିଙ୍କ ପୁଅ କାଲି କାବ କରୁଥିଲ କେଇଟା ସ୍ୱଳ୍କ ବୋଲୁଥିଲ ବାପା ଇଆଡେ କଷ୍ଟ ଦଉଛି ସାଡେ ସୁଖ ନାଗୁଛି କହିଲା ଇଏ ଆହାର ଶୀତସୁ ବିହାର ସୁରକ୍ଷା ଦୋହ ଭିଟାମିନ ଖାଦ୍ୟ ଗର୍ଭବତୀ ନାରୀ କି ଦେବା ପାଇଁ କହିଛନ୍ତି ଡକ୍ଟର ଶ୍ଵେତ ସାର ବୀଜ ସାର ଜୀବ ସାର ସ୍ନେହ ସାର ଏ ବି ସିଡି ଯାହା କହୁଛ କାହିଁକି ଦିଆହବ ନା ଗର୍ଭବତୀ ନାରୀ ଖାଦ୍ୟ ଖାଇଲେ ଭ୍ରୂଣ ତାର ରସ ସଂଗ୍ରହ କରିବ ମୋ ମା ମାନେ ଖାଲି ଖାଇବାକୁ ଭଲ ଦେଇ ସୁସ୍ଥ ପିଲା ଜନ୍ମ କଲେ ଲାଭ କଣ ଅଛି ପିଲା ଏତେ ସାଇଜ ଏଡେ ଏଡେ ମୁଣ୍ଡ ହେଇଥିବ ଯେମିତି ଆମର କିଏ ଜେନା ବାବୁ ଏଡ ବଡ ପେଟ କାପା ସୁର ଖାଲି ଦଣ୍ଡ ସ୍ୱରୂ ଆମ ନରସିଂହପୁରିଆ ଭାରି ଦଣ୍ଡୁଆ ତୁମର କଣ ଅଛି ତୁମେ ଆଜି ତାଙ୍କ ପାଖରେ ଅଛ କାଲି ଆମ ପାଖରେ ଆସିବ ଇଏ ଗେଡୁଆ କଣ ହେଲା ଗାୟକୁ କଣ ଗର୍ଭବତୀ ନାରୀ କି ବିଭୁ କୀର୍ତ୍ତନ ଯୋଉଟାରେ ଭଗବାନଙ୍କର ନାମ ହଉଥିବ ଭାଗବତ ହଉଥିବ ହରିବଂଶ ହଉଥିବ ଭଗବାନଙ୍କ କଥା ହଉଥିବ ସେଠି ନେଇକି ବସେଇବ ଇଏ ଯୋଉଠି ରେକର୍ଡ ଡ୍ୟାନ୍ସ ହଉଥିବ ଆଇଟମ ଡ୍ୟାନ୍ସ ସେଠିକି ନବ ନେଇ ମା ଗର୍ଭବତୀ ନାରୀ ଯାହା ଶୁଣେ ସେ ପିଲା ତା ପେଟରେ ଶୁଣେ ଗୋଟେ ଗର୍ଭବତୀ ନାରୀ ଯାହା ଶୁଣେ ତା ଗର୍ଭସ୍ଥ ଭ୍ରୂଣ ତାକୁ ଗ୍ରହଣ କରେ କହିଲା ସୁଭଦ୍ରା ଗର୍ଭେ ଥିଲା ଇଏ ସୁଭଦ୍ରା ଇଏ ଚକ୍ରବୀର ଯାଇନି ମନରେ ଚୌପଦୀରେ ଖୁସି ହେଇ ମଲ୍ଲାର ପଦାର ନବକିଶୋର ସେଠି 50 ଟଙ୍କା ପୁରସ୍କୃତ କରିଛନ୍ତି ସାଦରେ ଗ୍ରହଣ କରିବେ ପଇସାକୁ ଯେତିକି ସାଦରେ ଗ୍ରହଣ ନ କରିବୁ ଆପଣଙ୍କର ଆଦର ଆପଣଙ୍କର ସ୍ନେହ ପାଲା ପ୍ରତି ଅତୁଟ ଶ୍ରଦ୍ଧା ସେଠିକି ଦ୍ୱିଗୁଣିତ ହେଇ ଗ୍ରହଣ କରିବୁ ଆପଣଙ୍କର ନାରାୟଣ କଲ୍ୟାଣକାରୀ ହୁଅନ୍ତୁ ଏମିତି ପାଲା କଳାକାରଙ୍କୁ ଉତ୍ସାହିତ କରନ୍ତୁ ପାଲା ପ୍ରତି ଆପଣଙ୍କର ଅନ୍ତର୍ଜଗତରେ ଅହେତୁକ ଭାବ ଥାଉ ବୋଲ ଆନନ୍ଦ କବା ସୁଭଦ୍ରା ଗର୍ଭରେ ଅଭିମନ୍ୟୁ ଥିଲେ ଅର୍ଜୁନ କହିଲେ ଚକ୍ରବ୍ୟୁହ କଥା ମନେ ରଖିଲେ ସୁଭଦ୍ରା ଶୋଇଲା ଅଭିମନ୍ୟୁ ଶୋଇଲା ଠିକ ନା ନାଇଁ ମ ଗର୍ଭବତୀ ନାରୀ କି ଭଲ ଦୃଶ୍ୟ ଦେଖେଇବ ବେଦ ଶୁଣେଇବ ଅସଲ କଥା ମନେ ରଖ ମା ମାନେ ଗର୍ଭବତୀ ନାରୀ କି ପରିବାରରେ କନ୍ଦେଇବନି ଯଦି କନ୍ଦେଇବ ସବୁଦିନେ ଛୁଆକୁ ନେଇକି ଯାଉଥିବ ପାଠ ପଢିବାକୁ ସୁମି ଆଇଲାକୁ ସେ ଆସି ଘରେ ପହଞ୍ଚିଥିବ ଗର୍ଭବତୀ ନାରୀ କି କନ୍ଦେଇଲେ ବିଲକୁଲ ପିଲା ପାଠ ପଢିବନି ଯୋଉ ଯେତେ ବଡ ମାଷ୍ଟର ପାଖରେ ପଢା ଗର୍ଭବତୀ ନାରୀ କେମିତି ପ୍ରଫୁଲ୍ଲିତ ହବ ଖୁସି ମନରେ ରହିବ ଯୋଗ୍ୟ ପୁଅ ଜନ୍ମ
ସାରେ ଆଉ ଗୋଟେ ଛାଡିଗଲେ କଣ ବିହାର କଣ କହିଲେ? ବିହାର କହିଲେ କଣ ବୁଝୁଛୁ? ବିହାର ବୁଲିବାକୁ ନବ ଚୁପ। ବିହାର କହିଲେ ବୁଲିବା। ହଁ। ଗର୍ଭବତୀ ନାରୀ ନଦୀ କୂଳରେ ବୁଲିବ ନା ପାର୍କ? ଆଜିକାଲି ପାର୍କକୁ ଯିବନି, ସମୁଦ୍ର କୂଳ ସମୁଦ୍ର କୂଳରେ ବୁଲିବ, ଦେବାଳରେ ବୁଲିବ। ଇଏ ପାଞ୍ଚଟି କଥା ଯୋଗେଇଲେ ଯୋଗ୍ୟ ପୁଅ ଜନ୍ମ ନବ। ଅପେକ୍ଷା କରିଛନ୍ତି ବ୍ରାହ୍ମଣ। ଆଠୁଟା ପୁଅ ମରିଗଲେ ବ୍ରାହ୍ମଣୀ ଉପରେ ଭଗବାନଙ୍କୁ ଲକ୍ଷ୍ୟ କରି ଅତୁଟ ବିଶ୍ୱାସ। ଗର୍ଭ କଷ୍ଟ ସହୁଛି ବ୍ରାହ୍ମଣୀ, ଭଗବାନଙ୍କୁ ଡାକୁଛନ୍ତି ବ୍ରାହ୍ମଣ ପ୍ରଭୁ ଏ ପୁଅ ଟିକେ ଯଦି ଛଡେଇ ନେଇଯିବ, ଏ ମା ର ପାଟି କରନା, ତାହେଲେ ମୋ ବ୍ରାହ୍ମଣ ଧୈର୍ଯ୍ୟ ହରେଇ ଦବ, ମୋ ବ୍ରାହ୍ମଣୀ ଧୈର୍ଯ୍ୟ ହରେଇ ଦବ। ବାପା ଭଗବାନ କୁ ଡାକୁଛନ୍ତି ବ୍ରାହ୍ମଣ, ଗର୍ଭ ଯନ୍ତ୍ରଣା ସହୁଛି ବ୍ରାହ୍ମଣ। ବିଦାୟ ରଜନୀ ନା କେମିତି ଡାକୁଛି? ହେ ହରି, ତିନି ପ୍ରକାର ସ୍ୱର ନେବି ଇଲାନ ନା। ଆଜ୍ଞା ଆଜ୍ଞା ଇଏ ଶ୍ରୀ ତ